ମାଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ବିଭିନ୍ନ ପୂଜା ମଣ୍ଡପରେ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜ୍ଜାରେ ନିମଗ୍ନ କାରିଗର। ଦୁର୍ଗା ପୂଜା ସମୟରେ ରାଜଧାନୀରେ ପ୍ରବଳ ଭିଡ଼ ଜମିଥାଏ, ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ପୂଜା ପାଇଁ ଟ୍ରାଫିକ୍ କଟକଣା ଲଗାଯାଇଛି। 9 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ। 12ଟି ରୁଟ୍ରେ 12 ଘଣ୍ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏନେଇ ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦିନ 4ଟାରୁ ରାତି 2ଟା ଯାଏ ଭାରୀଯାନ ଚଳାଚଳ କରିପାରିବ ନାହିଁ। ଖଣ୍ଡଗିରି ଛକରୁ ଜାଗମରା ଛକ ସଂଲଗ୍ନ ରାସ୍ତା, ଫାୟାର ଷ୍ଟେସନରୁ ଗଙ୍ଗନଗର ସହ ସଂଲଗ୍ନ ରାସ୍ତା, ସିଆର୍ପି ଛକରୁ ପାୱାର ହାଉସ୍ ଛକ ସହ ସଂଲଗ୍ନ ରାସ୍ତା, ଜୟଦେବ ବିହାରରୁ ରାଜଭବନ ରାସ୍ତା, ଆଚାର୍ଯ୍ୟ ବିହାର ଏଚ୍ଜି ଛକ ଏୟାରପୋର୍ଟ ଛକ ରାସ୍ତା, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା, ବାଣୀ ବିହାରରୁ ଶିଶୁ ଭବନ ସହ ସଂଲଗ୍ନ ରାସ୍ତା, ରସୁଲଗଡ଼ କଳ୍ପନା ଛକ, ସାମନ୍ତରାୟପୁର ଛକ, ବରମୁଣ୍ଡାରୁ ପଳାଶୁଣୀ ସର୍ଭିସ ରୋଡରେ ଭାରୀଯାନ ଚଳାଚଳ ମନା ରହିଛି। ଏହା ସହିତ ଅକ୍ଟୋବର 14 ତାରିଖରେ ଭସାଣୀ ପାଇଁ ମଧ୍ୟ ରାଜଧାନୀରେ କଟକଣା ଲଗାଯାଇଛି। ଦିନ 3ଟାରୁ ରାତି 1ଟାଏ ପର୍ଯ୍ୟନ୍ତ ବାଣୀବିହାରରୁ ରୂପାଲି ଛକ ଯାଏଁ ଗାଡ଼ି ଆସିପାରିବନି। ସିଆର୍ପି ଛକରୁ ପଳାଶୁଣୀ ଗାଡ଼ି ଚଳାଚଳ ବନ୍ଦ ରହିବ। ସିଆର୍ପିରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାତାୟାତ କରିପାରିବେ। ସିଆର୍ପି ୟୁନିଟ୍ 8 ରାସ୍ତା ଦେଇ ଭିତରକୁ ଯିବେ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।